ଆପଣ ପରିଚୟ? ମୋ ନାଁ ହେଉଛି ବିପ୍ଳବ କେଶରୀ ବଳିଆ ସିଂ। କ'ଣ କହିବେ ସ୍ୱଚ୍ଛ ଉତ୍ସବ ଆଜି ଯେଉଁ ଆପଣଙ୍କର ପଞ୍ଚାୟତରେ ନନ୍ଦପୁର ପଞ୍ଚାୟତରେ ପାଳନ ହେଉଛି, କ'ଣ କହିବେ? ଆମ ନନ୍ଦପୁର ପଞ୍ଚାୟତରେ ସ୍ୱଚ୍ଛ ଭାରତ ଓ ସ୍ୱଚ୍ଛ ଉତ୍ସବ ଯେଉଁ ପାଳନ କରାଯାଇଥିଲା, ଆମ ପଞ୍ଚାୟତରେ ଆମର ପଞ୍ଚାୟତ 5ଟି ଗାଁର ପାଖାପାଖି 100ରୁ 150 ଲୋକଙ୍କୁ ମୁଁ ଡାକି, ସବୁ ବୟୋଜ୍ୟେଷ୍ଠ ଲୋକ ମହିଳାମାନଙ୍କୁ ଡାକି ସ୍ୱଚ୍ଛତା ଉପରେ ଯେଉଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହୋଦୟଙ୍କର ଯେଉଁ ସ୍ୱଚ୍ଛତା ଉପରେ ଆହ୍ୱାନ ଦେଇଥିଲେ, ପ୍ରତି ପଞ୍ଚାୟତରେ ସ୍ୱଚ୍ଛତା କିପରି ପାଳନ କରାଯିବ, ଯାହାଦ୍ୱାରା କି ସେ ବିଷୟରେ ଆମ ପଞ୍ଚାୟତରେ ଆମେ ପଞ୍ଚାୟତରୁ ବଜାର ପର୍ଯ୍ୟନ୍ତ ସ୍ୱଚ୍ଛତା ପରିଷ୍କାର କ୍ଲିନିଂ କରିଥିଲୁ, ଯାହାଦ୍ୱାରା ଲୋକମାନେ କେମିତି ବାହାରେ ମଳତ୍ୟାଗ ନ କରି ଶୌଚାଳୟରେ ମଳତ୍ୟାଗ କରିବେ ଆଉ ନିଜ ପରିବେଶକୁ ସ୍ୱଚ୍ଛତା ରଖିବେ, ସେ ବିଷୟରେ ଲୋକମାନଙ୍କୁ ଆମେ ଅବଗତି ଜଣାଇଥିଲୁ। ଆଉ ଲୋକମାନେ ବି ବହୁତ ଖୁସି, କାରଣ ସ୍ୱଚ୍ଛତା ଉପରେ ଲୋକମାନେ ସବୁକିଛି ପଞ୍ଚାୟତରୁ ଶିଖିବାକୁ ପାଉଛନ୍ତି, ଜାଣୁଛନ୍ତି। ସେଥିପାଇଁ ମୋ ପଞ୍ଚାୟତବାସୀକୁ ମୁଁ ଏବଂ ଦଶହରା ନବବର୍ଷ ବି ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମୁଁ ପଞ୍ଚାୟତ ତରଫରୁ ଶୁଭେଚ୍ଛା ବାର୍ତ୍ତା ଜଣାଉଛି। ଏତିକି ମୋର ବକ୍ତବ୍ୟ ଶେଷ।